ଦିନେ ଥିଲେ ସେ ସମୀର ଭାଇ, ଆଉ ଏବେ ହୋଇଗଲେ ସମୀରା ମ୍ୟାଡମ। ପୁଅ ହୋଇ ଜନ୍ମ ହୋଇଥିଲେ ବି ତାଙ୍କୁ ଝିଅ ହେବାକୁ ପଡ଼ିଛି। ହେଲେ କେମିତି ଆଉ କାହିଁକି, ଆସନ୍ତୁ ଜାଣିବା ପୁରା ଘଟଣା। ଏହି ଘଟଣାଟି ହେଉଛି ଗଞ୍ଜାମ ଜିଲ୍ଲା ଖଲିକୋଟ ଅଞ୍ଚଳର। ଦିନେ ଯିଏ ପୁଅ ହୋଇ ଜନ୍ମଗ୍ରହଣ କରିଥିଲେ, ଆଜି ସିଏ ଝିଅ ହୋଇଗଲେ। ସମୀର ଭାଇରୁ ହୋଇଗଲେ ସମୀରା ମ୍ୟାଡମ। ଜନ୍ମରୁ ସମୀରା ପୁଅ ଥିବା ବେଳେ ତାଙ୍କ ମଧ୍ୟରେ ଭରପୁର ହୋଇ ରହିଥିଲା ଜଣେ ଝିଅର ଗୁଣ। ଅନେକ ବର୍ଷ ଧରି ତାଙ୍କୁ ଚାପି ରଖିବା ପରେ ଶେଷରେ ବ୍ୟୟବହୁଳ ଅସ୍ତ୍ରୋପଚାର କରି ଲିଙ୍ଗ ପରିବର୍ତ୍ତନ କରିଛନ୍ତି, ଆଉ ପୁଅରୁ ହୋଇଯାଇଛନ୍ତି ଝିଅ। ଖଲିକୋଟ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଅତିଥି ଅଧ୍ୟାପିକା ଭାବେ ନିଯୁକ୍ତ ହୋଇଛନ୍ତି। ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ସମୀର ନାୟକ। ସମୀର ଜଣେ ପୁଅ ହୋଇ ଜନ୍ମ ହୋଇଥିବା ବେଳେ ତାଙ୍କ ମଧ୍ୟରେ ଜଣେ ନାରୀର ଗୁଣ ଅଧିକ ରହିଥିଲା। ବୟସ ବଢ଼ିବା ସହ ତାଙ୍କ ଚାଲିଚଳନ ଓ ମନରେ ଭିନ୍ନତା ଦେଖିବାକୁ ମିଳିଥିଲା। ସେ ପୁଅରୁ ଝିଅ ହେବାକୁ ଚାହୁଁଥିଲେ। ଖଲିକୋଟରେ 10ମ ଶ୍ରେଣୀ ପାସ୍ କରିବା ପରେ ଆର୍ସିଏମ୍ କଲେଜରେ ଯୁକ୍ତ 2 ପାସ୍ କରିଥିଲେ। ଏହାପରେ ଖଲିକୋଟରେ ଥିବା ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ନାମ ଲେଖାଇଥିଲେ। ଦୀର୍ଘ 4 ବର୍ଷ ଧରି ଚିତ୍ରକଳା ପାଠ ପଢ଼ିଥିଲେ ସମୀର। ଏହି ସମୟରେ ତାଙ୍କ ମଧ୍ୟରେ ରହିଥିବା ଝିଅ ଗୁଣ ସାମ୍ନାକୁ ଆଣିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଗ୍ରାଜୁଏସନ୍ ସମୟରେ ହିଁ ନିଜକୁ ଜଣେ ଝିଅ ଭାବେ ପରିଚିତ କରାଇବା ପାଇଁ ପରିବାର ଲୋକଙ୍କ ସହ କଥା ହୋଇଥିଲେ, କିନ୍ତୁ ପରିବାର ଲୋକେ ସମାଜର ଟାହି ଟାପରାକୁ ଡରି ତାଙ୍କର ଏପରି ପଦକ୍ଷେପକୁ ନେଇ ସନ୍ତୋଷଜନକ ଉତ୍ତର ଦେଇନଥିଲେ। ଏହାପରେ ସେ ସବୁ ଘାତ ପ୍ରତିଘାତକୁ ଆଡ଼େଇ 2024 ମସିହାରେ ନିଜର ହରମୋନ ଥେରାପି ସହ ଲିଙ୍ଗ ପରିବର୍ତ୍ତନ ପାଇଁ ଓଡ଼ିଶା ବାହାରକୁ ଯାଇଥିଲେ। ତାହା ସଫଳ ହେବା ପରେ 2025 ନଭେମ୍ବର ମାସରେ ଅସ୍ତ୍ରୋପଚାର କରି ଖଲିକୋଟ ଫେରିଛନ୍ତି ସମୀରା। ଗତ 6 ମାସ ହେବ ନିଜେ ପାଠ ପଢ଼ିଥିବା ମହାବିଦ୍ୟାଳୟ ତଥା ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଅତିଥି ଅଧ୍ୟାପିକା ଭାବେ ନିଯୁକ୍ତି ପାଇଛନ୍ତି। ବର୍ତ୍ତମାନ ଶରୀର ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିଲେ ସୁଦ୍ଧା ନିଜର ଅଧ୍ୟୟନ କାର୍ଯ୍ୟ ଜାରି ରଖିଛନ୍ତି ସେ। ଦୀର୍ଘ ବର୍ଷର ସ୍ୱପ୍ନ ପୂରଣ ହେବା ପରେ ବେଶ୍ ଖୁସି ଲାଗୁଥିବା କହିଛନ୍ତି। ସେପଟେ ସମୀରାଙ୍କ ପିଲାଟି ଦିନରୁ ଚିତ୍ରକଳା ପ୍ରତି ରୁଚି ରହିଥିବା ବେଳେ ଦୀର୍ଘ 4 ବର୍ଷ ଧରି ଚିତ୍ରକଳା ପାଠ ପଢ଼ି ଗ୍ରାଜୁଏଟ୍ ହୋଇଛନ୍ତି। ନିଜ ପାଠପଢ଼ା ସମୟରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ତାଙ୍କୁ ସମୀର ଭାଇ ବୋଲି ଡାକୁଥିଲେ, କିନ୍ତୁ ବର୍ତ୍ତମାନ ସମୀର ଭାଇ ସମୀରା ମ୍ୟାଡାମ ହୋଇଯାଇଛନ୍ତି। ପାଠ ପଢ଼ିବା ସମୟରେ ଯଦିଓ ସମୀର ଭାଇ ଜଣେ ପୁଅ ହୋଇ ପ୍ୟାଣ୍ଟ ସାର୍ଟ ପିନ୍ଧୁଥିଲେ, କିନ୍ତୁ ତାଙ୍କର ଆଚରଣ ଉଚ୍ଚାରଣ ଠାରୁ ଆରମ୍ଭ କରି କଥାବାର୍ତ୍ତା ମଧ୍ୟ ଜଣେ ଝିଅର ଥିଲା। ପୂର୍ବରୁ କେବଳ ସମୀରାଙ୍କ ମନ ଝିଅ ଥିବା ବେଳେ ବର୍ତ୍ତମାନ ସେ ଅସ୍ତ୍ରୋପଚାର କରି ସମ୍ପୂର୍ଣ୍ଣ ଝିଅ ହୋଇଯାଇଛନ୍ତି। ସମୀରା ଓଡ଼ିଶାର ପ୍ରଥମ ଟ୍ରାନ୍ସ ୱିମେନ୍ ଚିତ୍ରଶିଳ୍ପୀ ହୋଇଥିବା ବେଳେ ସେ ଚିତ୍ରକଳା କ୍ଷେତ୍ରରେ ବହୁତ କିଛି କରିବେ ବୋଲି ମଧ୍ୟ ଆଶା ରଖିଛନ୍ତି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଆଲର୍ଟ 24x7।